13ରୁ ବ୍ୟାଙ୍କ ସେବା ସ୍ୱାଭାବିକ। ଆସନ୍ତା ସୋମବାର 13 ତାରିଖ ସୁଦ୍ଧା ପୁରୀ ସହରର ସମସ୍ତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହେବ। ବ୍ୟାଙ୍କ ସେବା ସ୍ୱାଭାବିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବ୍ୟାଙ୍କ ପରିଚାଳିତ ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ଖୁବ୍ ଶୀଘ୍ର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ 10ଟି ମୋବାଇଲ ଏଟିଏମ୍ ଏବଂ ରାଜ୍ୟ ସମୁଦାୟ ବ୍ୟାଙ୍କ 5ଟି ମୋବାଇଲ ଏଟିଏମ୍ ପଠାଇ ପାରିବେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟାଙ୍କରେ ସେବା ପ୍ରଦାନ ସ୍ୱତନ୍ତ୍ର ଭାବେ ମୁକାବିଲା ବ୍ୟବସ୍ଥା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ଜାରି କରିଛି ମାଷ୍ଟର ସର୍କୁଲାର 2018କୁ ପ୍ରତ୍ୟେକ ବ୍ୟାଙ୍କ କାର୍ଯ୍ୟକାରୀ କରିବେ। କେବଳ ବନ୍ୟା 2018 ପ୍ରତ୍ୟେକ ବ୍ୟାଙ୍କ ଓ ବୀମା କମ୍ପାନୀ ଯୋଡ଼ି ସର୍ବନିମ୍ନ ଆବଶ୍ୟକ କାଗଜପତ୍ର ଦେଖି କାର୍ଯ୍ୟ କରିଥିଲେ ଓଡ଼ିଶା କ୍ଷେତ୍ରରେ ସମସ୍ୟା ପରିବର୍ତ୍ତନ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି। ଆଜି ସଚିବାଳୟ ବାତ୍ୟା ପ୍ରଭାବିତ ଅଞ୍ଚଳ ବ୍ୟାଙ୍କ ସେବା ଓ ବୀମା ଦେୟ କାରବାର ତୁରନ୍ତ କରିବା ପାଇଁ ଉଦ୍ଦେଶ୍ୟ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କସିସ୍ କମିଟି SILR ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଲେ ଯେ ଆସନ୍ତା ସୋମବାର ସୁଦ୍ଧା ପୁରୀରେ ବ୍ୟାଙ୍କ ସେବା ସ୍ୱାଭାବିକ ହେବ। ବାତ୍ୟା ପ୍ରତ୍ୟେକ ଅଞ୍ଚଳରେ ନବଦୁର୍ଗମ ଅର୍ଥ କରିବାର ମାନ୍ଦା ହୋଇପଡ଼ିଛି। ଏହି ଦୃଷ୍ଟି ନେଡ଼ଦେଶେ ବୃଦ୍ଧ ନିମନ୍ତେ ଋଣମାନଙ୍କୁ ଋଣ ମିଡ଼ିଆ ଓ ଋଣ ପ୍ରଦାନ ନିମନ୍ତେ କିଛିଟା ପରିବର୍ତ୍ତନ କରାଯିବ। ବିଭିନ୍ନ ଆବଶ୍ୟକତାର ନୂଆ ଋଣ ନେବା ନିମନ୍ତେ ସରଳ ଓ କୋହଳ ହେବ। ବିଶେଷ କରି ଅଣୁ କ୍ଷୁଦ୍ର ଓ ମାଧ୍ୟମିକ ଉଦ୍ୟମ ହୋଇ ସ୍ୱୟଂ ସହାୟତା ଗୋଷ୍ଠୀ SHGଙ୍କ ପାଇଁ ଶୂନ୍ୟ ସୁଧ ହାରରେ ଋଣ ପ୍ରଦାନ କରିବାକୁ ବ୍ୟାଙ୍କମାନେ ରାଜି ହୋଇଛନ୍ତି। ତେବେ 33%ରୁ ଅଧିକ ପରିମାଣ ଫସଲ ହାନି ହୋଇଥିବାରୁ ଏହା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ଆଧାରିତ କୃଷି ଋଣ ପ୍ରଦାନ କରାଯିବ ବୋଲି ଶ୍ରୀ ମୀନା କହିଲେ। ଇତିମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ନଗଦ ଅର୍ଥ ଅଭାବ ନାହିଁ ବୋଲି ଆବିଷ୍କାର ପୁଷ୍ଟି କରାଯାଇଛି। ସେହିପରି ଆଗାମୀ ଛୁଟି ଦିନ ମଧ୍ୟ ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରହିବାକୁ ରାଜ୍ୟ ସରକାରଙ୍କୁ ପରିଚାଳିତମାନଙ୍କୁ ଅନୁରୋଧ କରାଯାଉଛି। ବୀମା କ୍ଷେତ୍ରରେ କେରଳ ବନ୍ୟା ସମୟରେ କାର୍ଯ୍ୟକାରୀ ହୋଇଥିବା ମଡେଲ ଭଳି ସର୍ବନିମ୍ନ କାଗଜପତ୍ର ମାଧ୍ୟମକୁ ଯଥାଶୀଘ୍ର ଦେୟରେ ପ୍ରଦାନ କରିବାକୁ କୁହାଯାଉଛି। ଅବସରରେ ୟୁକୋ ବ୍ୟାଙ୍କ ଏନିଟ୍ ଏଗୋ ଗୋଏଲ କହିଲେ ଯେ ବର୍ତ୍ତମାନ ଇଣ୍ଟରନେଟର ସଂଯୋଗ ବଡ଼ ସମସ୍ୟା ହେଉଛି। ଏହା ସର୍ଭେ ଅଫଲାଇନ୍ ଯୋଗେ ବ୍ୟାଙ୍କମାନେ ବ୍ୟାଙ୍କିଂ କର୍ପୋରେସନ ଓ କର୍ମଚାରୀମାନେ ଜରିଆରେ ପରେ ଲାଇଭ୍ଟ୍ୟାବ୍ ଯୋଗେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଟଙ୍କା ପ୍ରଦାନ କରିବାକୁ ଦିଗ ଉଦ୍ୟମ ଜାରି ରହିଛି। ଷ୍ଟେଟ୍ ବ୍ୟାଙ୍କର SRGM ପ୍ରବୀଣ କଲା କହିଲେ ଯେ ତାଙ୍କ ବ୍ୟାଙ୍କ ପକ୍ଷରୁ ଅଧିକାଂଶ ସଂଖ୍ୟାରେ POS ମେସିନ ଜରିଆ ଟଙ୍କା ପ୍ରଦାନ ଉଦ୍ୟମ କରାଯାଇଛି। SL ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅଧ୍ୟକ୍ଷ କହିଲେ। ବୈଠକ ଆରବିଆଇର ଡେପୁଟି ଗଭର୍ଣ୍ଣର ବିଜି କହିଛନ୍ତି ଯେ ୟୁକୋ ବ୍ୟାଙ୍କ ଏଟିଏମ୍ ଏକୋ ଗୋଏଲ ନାବାର୍ଡ ଶ୍ରୀଙ୍କୁ ସମେତ ପ୍ରାୟ ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀ ଉଚ୍ଚ ପ୍ରଧାନ ଅଧିକାରୀ ଯୋଗାଇ ଦିଆଯାଇଥିଲା।